ସ୍ତ୍ରୀ ଆଗରୁ ସ୍ୱାମୀର କାହିଁକି ମୃତ୍ୟୁ ହୋଇଥାଏ? ଗୀତାରେ ଶ୍ରୀକୃଷ୍ଣ ଦେଇଛନ୍ତି ଉତ୍ତର। ପତ୍ନୀଙ୍କ ଆଗରୁ ସ୍ୱାମୀ କାହିଁକି ମରିଯାଆନ୍ତି? ଭଗବାନ ଶ୍ରୀକୃଷ୍ଣ ଗୀତାରେ ଦେଇଛନ୍ତି ଏହି ପ୍ରଶ୍ନର ଉତ୍ତର। ବନ୍ଧୁଗଣ, ସ୍ତ୍ରୀଙ୍କର ଏହି ତିନୋଟି ଭୁଲ ପାଇଁ ସ୍ୱାମୀଙ୍କର ଆଗ ମୃତ୍ୟୁ ହୋଇଯାଇଥାଏ। ଭଗବାନ କରନ୍ତୁ ଏହି ତିନୋଟି ଭୁଲ କୌଣସି ବି ମହିଳା କେବେ କରନ୍ତୁ ନାହିଁ, ନଚେତ୍ ସ୍ୱାମୀଙ୍କର ମୃତ୍ୟୁ ବହୁତ ଜଲ୍ଦି ହୋଇଥାଏ। ବନ୍ଧୁଗଣ, ସ୍ୱାମୀ ସ୍ତ୍ରୀ ପରସ୍ପରର ପରିପୂରକ ବୋଲି ବିବେଚନା କରାଯାଇଛନ୍ତି। ଧର୍ମଶାସ୍ତ୍ର ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ସେ ପର୍ଯ୍ୟନ୍ତ ଅଧା ବୋଲି ବିବେଚନା କରାଯାଏ ଯେବେ ଯାଏ ସେ ବିବାହ କରିନାହାନ୍ତି। ଆମେ ଆପଣଙ୍କୁ କହି ରଖୁଛୁ ଯେ ଅର୍ଦ୍ଧାଙ୍ଗିନୀ କହୁଥିବା ମହିଳାମାନେ ଅନେକ ପ୍ରକାରର ଚେଷ୍ଟା କରନ୍ତି ଯାହାଦ୍ୱାରା ତାଙ୍କ ସ୍ୱାମୀ ମୃତ୍ୟୁଠାରୁ ବଞ୍ଚିକି ରହିପାରିବେ, ଯେମିତିକି ସାବିତ୍ରୀ ବ୍ରତ କରିବା, ଅନେକ ପୂଜାପାଠ କରିବା। କିନ୍ତୁ ଯଦି କୌଣସି ମହିଳା ଏହି ତିନୋଟି ଭୁଲ କରନ୍ତି, ତେବେ ତାଙ୍କ ସ୍ୱାମୀ ମୃତ୍ୟୁକୁ ପ୍ରାପ୍ତ ହୋଇଯାଆନ୍ତି। ଅର୍ଥାତ୍ ପତ୍ନୀଙ୍କ ଠାରୁ ତାଙ୍କର ଯୌବନ ଅବସ୍ଥାରେ ହିଁ ସ୍ୱାମୀ ମରିଯାଆନ୍ତି। ଆସନ୍ତୁ ଜାଣିବା ଏହି ତିନୋଟି ଭୁଲ କ'ଣ। ଯଦି ଆପଣ ନିଜ ସ୍ୱାମୀଙ୍କ ପାଇଁ ସାବିତ୍ରୀ କିମ୍ବା ଅନ୍ୟ କୌଣସି ବ୍ରତ ରଖିଛନ୍ତି ଏବଂ ସେହିଦିନ ଉପାସ ରହିବା ଜାଗାରେ ଆପଣ ଖାଦ୍ୟ ଗ୍ରହଣ କରୁଛନ୍ତି କିମ୍ବା ଜଳ ବି ପିଉଛନ୍ତି, ତେବେ ଏହାର ପ୍ରଭାବ ଆଗାମୀ ଭବିଷ୍ୟତରେ ଆପଣଙ୍କ ଜୀବନରେ ନିଶ୍ଚୟ ପଡ଼ିଥାଏ। ବ୍ରତ କରିବା ସମୟରେ ଖାଇବା ପ୍ରତି ଟିକେ ବି ଲୋଭ କରିବା ଉଚିତ ନୁହେଁ। ଏମିତି କରୁଥିବା ମହିଳାମାନଙ୍କୁ ଅନେକ ବର୍ଷ ଧରି ସ୍ୱାମୀଙ୍କ ସୁଖର ବଞ୍ଚିତ ରହିବାକୁ ପଡ଼ିଥାଏ। ନାରୀଙ୍କର ଦ୍ୱିତୀୟ ଭୁଲ, ଛୋଟ ଛୋଟ କଥାରେ ସ୍ୱାମୀଙ୍କ ରାଣ ଖାଇବା, ମିଛରେ ବି ରାଣ ପକାଇଦେବା, ଛୋଟ ଛୋଟ କଥାରେ ଝଗଡ଼ା କରିବା, ସ୍ୱାମୀଙ୍କ ସହ ଭଲରେ ନ ରହିବା, ସବୁବେଳେ ନିଜ ମୁହଁରେ ଖରାପ ଶବ୍ଦର ଉଚ୍ଚାରଣ କରିବା ଏବଂ ଏହାକୁ ସବୁଠାରୁ ବଡ଼ ପାପ ବୋଲି କୁହାଯାଏ। ଏମିତି କରିଲେ ନିକଟ ଭବିଷ୍ୟତରେ ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥାଏ ଏବଂ ସ୍ୱାମୀଙ୍କ ମୃତ୍ୟୁ ସ୍ତ୍ରୀଙ୍କ ଆଗରେ ହୋଇଥାଏ। ନାରୀର ତୃତୀୟ ଭୁଲ, ବନ୍ଧୁଗଣ, ଗରୁଡ଼ ଶାସ୍ତ୍ରରେ ଏହା କୁହାଯାଏ ଯେ ଯେତେବେଳେ କୌଣସି ମହିଳା ମାଂସର ସେବନ କରିଥାନ୍ତି, ସେତେବେଳେ ତାଙ୍କ ସ୍ୱାମୀକୁ ଅନେକ କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ ଏବଂ ଯାହା କାରଣରୁ ସ୍ୱାମୀ ହୁଏତ ସ୍ତ୍ରୀ ଆଗରୁ ହିଁ ମରିଯାଆନ୍ତି। ଏବଂ ଏହା ସହ ଯେଉଁ ସ୍ତ୍ରୀ ପୁରୁଷ ପରପୁରୁଷ ସହ ସମ୍ପର୍କ ରଖିଥାନ୍ତି ଏବଂ ସ୍ୱାମୀକୁ ସବୁବେଳେ ମିଛ କୁହନ୍ତି, ତାଙ୍କ ସ୍ୱାମୀମାନେ ବେଶୀ ଦିନ ତାଙ୍କ ପାଖରେ ରହିନଥାନ୍ତି।